जय जगन्नाथ। आज श्रीमद आज भल कथा शुण। आज आलोचना करवा खंडगिरी परीक्षा। कौन खंडगिरी परीक्षा? खंडगिरी परीक्षा पर ठाकुर अभिराम परमहंस लिखिं एवं अच्युतानंद महापुरुष लिखिं। पुनश्च शिशु अनंत किसी लिखिं। आगुरी आम कहीचु खंडगिरी हूँ 5 प्रकार। गोटे है अखंडगिरी, तापर है श्री खंडगिरी, तापर है गुप्त खंडगिरी, तापर है सिद्ध खंडगिरी, तापर हूँ खंडगिरी। महापुरुष अच्युतानंद दास तत्संगे संगे ठाकुर अभिनव सुंदर कौ खंडगिरी रे ये परीक्षा हो बोली आम मान को दिग्दर्शन देइछन्ति। वास्तव मत देखा गले खंडगिरी उपर यदि आलोचना करा जाए, उभय ठाकुर अभिराम परमहंस एवं अच्युतानंद महापुरुष से आमको कौन कर भुवनेश्वर खंडगिरी उपर कहते। भुवनेश्वर खंडगिरी की एकाम्र क्षेत्र खंडगिरी कह जाए। पुनश्च नैमिषारण्य खंडगिरी कह जाए। बुझीपार ना? तो ये खंडगिरी उपर सिद्ध साधु सिद्धगिरी महंत जे थिले से अरक्षित दास खिति हाड़ीबंधु दास। बुझी ना? खिति हाड़ीबंधु दास जे थिले सी कौन कर खंडगिरी उपरे खिति वंश पुराण रे दिग्दर्शन देइछन्ति। 5 खंडगिरी भितर एकाम्र क्षेत्र खंडगिरी हूँ कौन माने हरिहरंकर विजेस्तर। अनेक जगह हरिहर क्षेत्र थाई पारे, किंतु भुवनेश्वर तमे यदि जीव देख लिंगराज बेढ़ा भितर आगरे गला बेलू लिंगराज पछपटे से पतित पावन देउल हूँ गोटे कौन गोटे गोटे देउल हरिहर विद्यमान। एमितिया से देउल देखा बहुत विरल। बुझी जिते बेले कलिर अंतिम पर्याय आसीबो, विनाश लीला सर प्रकाश लीलार कौन हम प्रकोप जगत रे परिवेष्टित हेबो। से समय रे भक्त माने कौन करिवे खंडगिरी रे एकत्रित हेबे। माँ 12 भुजी पाखरे कौन हम परीक्षा हेबो। 12 भुजी को अन्य ना कुआ जाए ज्वालामुखी देवी। बुझी ना? जहाँ को महापुरुष अच्युत मध्य कहते 12 भुजी बोली जहाँ को बोलते साक्षात विरजा से विरजा नुह विरजा स्वरूप विरजा का स्वरूपा विरजा देखिया जहाँ ताको देखिया होची सेया। बुझी होची ना? से दिन कौन हम परीक्षा हम कौन परीक्षा हम भक्त मान परीक्षा हम। बुझी सेठी घाट जगी थे किए से विमला घाट जगी थे पहरा कड़ा थी पुरुष अंगरे से कौन हम जे रहिबो परीक्षा दे पारिबो नाही। नारी अंगरे जे थिबो सेई माने कौन हेबे परीक्षा देवे। जथा कौन पुरुष नारी वेश धरिक जीव ना भक्ति भाव रे जो माने थिबे से ही माने कौन हे प्रभु को लीला से देखिए। आरी उपरे महापुरुष अच्युत कहती
ବହୁ ମତମାନ ଖଣ୍ଡନ ହୋଇବ ଖଣ୍ଡଗିରି ପରୀକ୍ଷାରେ, ସାତ ପଦ ଯାର ହୃଦୟରେ ଥିବ କୂଳକୁ ବିହନ ବାରେ। ବୁଝିହଉଛି? କହିଲେ ଖଣ୍ଡଗିରି କଣ ହବ, ମାନେ ଅନେକ ସାଧୁ ସନ୍ତଙ୍କର ଅନେକ ମତ ନାଇଁ, ଯାହାର ଯେମିତି ରୁଚି ସେ ସେମିତି କହିବ, କିନ୍ତୁ ପରୀକ୍ଷା ବେଳରେ ଯାହା ରୁଚି ଯେମିତି ସେମିତି କହିପାରିବେ ନାହିଁ। ବର୍ତ୍ତମାନ ତମେ କାହାକୁ କହିଲେ ତମକୁ ଓଲଟେଇ କିଏ କହିଦବ। ଯେତେ ନ୍ୟୁନଗାମୀ ହବ ବର୍ତ୍ତମାନ ସମୟରେ ସେତେ ଭଲ। କେରାନୀ ମାଛ ପରି ଫକ ଫକ ହବାଟା ଭାରି ଆଗକୁ କଣ ବିପଦ। ବୁଝିହଉଛି? ସେ କହୁଛନ୍ତି ଯେତେ ନ୍ୟୁନଗାମୀ ହେଇକି ରହିବ ସେତେ ତମେ କଣ ହବ, ତମ ପାଇଁ ଭଲ, ତମେ ସେଠି ଠାକୁରଙ୍କୁ ଯୋଉ ଦେଖା ପାଇବ। କାରଣ ପିତ୍ତବାସନ ଦାସ ଲେଖାରେ ସେ ଲେଖିଛନ୍ତି, ଜଗନ୍ନାଥ ନୀଳାଞ୍ଚଳ ଛାଡି ଯାଅ ନା ତୁମ ନାମରେ ବାଜିବ କଣ ନିନ୍ଦା ବାଜନ। ମଝି ପଦା ପଢି ହଉନି, ସେ ଲେଖିଛନ୍ତି ଖଣ୍ଡଗିରିରେ ରହିବ କଢା ଗଣ୍ଡା ଜାରି ହେବ, ଖଣ୍ଡଗିରି ତଳେ ହବ କଚେରୀ ଖାନା, ଜଗନ୍ନାଥ ନୀଳାଞ୍ଚଳ ଛାଡି ଯାଅ ନା। କହି ପିତ୍ତବାସ ହୋଇ ବଡ ହସ ହସ, କଳି ଯୁଗରେ ଭାଇ ଛୋଟ ମନନା, ଜଗନ୍ନାଥ ନୀଳାଞ୍ଚଳ ଛାଡି ଯାଅ ନା। ସମସ୍ତେ ପ୍ରାୟ ଖଣ୍ଡଗିରି ଉପରେ ଲେଖିଛନ୍ତି। ସେଇ ଯେତେବେଳେ ପରୀକ୍ଷା ହବ, ରାଧା ନାରୀ ଭାବରେ ଯିଏ ଥିବେ, ମାନେ ଭକ୍ତି ଭାବରେ ଯୋଉମାନେ ଥିବେ, ରାଧା ଭାବରେ ଯୋଉମାନେ ଥିବେ, ସେମାନେ ସେ ଲୀଳା ଦେଖିବେ ବୋଲି ମହାପୁରୁଷ ଅଚ୍ୟୁତଙ୍କ ସହିତ ଠାକୁର ଅଭିନ୍ନ ସୁନ୍ଦର ମଧ୍ୟ ଏକଥା କୌଣସି ଖୋଲିକି କହିଛନ୍ତି। ଏଠି ମହାପୁରୁଷ ଅଚ୍ୟୁତ କଣ କହିଲେ, କହିଲେ ବହୁ ମତ ମାନ ଖଣ୍ଡନ ହୋଇବ, ନାନା ମୁନିଙ୍କର ନାନା ମତ ନା, ଏସବୁ କଟିଯିବ। ଯାହା ପାଖେ 7ଟି ପଦ ଥିବ ସେ କଣ ହେଇଯିବ, ଭବ ସଂସାରରୁ ତରିବ। ସେ କହିବା ବୋଲିଆ ଜ୍ଞାନ ନୁହଁ, କି ଆଖି ତରାଟିଆ ଧ୍ୟାନ ନୁହଁ। ବୁଝି ହଉଛି? ରୂପାରେ ସୁନା ପାଣି ଦେଇକି ମୁଦି ପିନ୍ଧିବା ସିଏ ସୁନାରେ ଗଣା ନୁହେଁ। ଯେ ତ ସୁନା, ରୂପା ତ ରୂପା। ସୁନା ପାଣି ଦେଇକି ତମେ ରୂପା ମୁଦି ପିନ୍ଧିବ, ଦିନେ ନା ଦିନେ କଣ ହେଇଯିବ, ତା ରଙ୍ଗ ଛାଡିଗଲେ ଯୋଉ ରୂପା ସେଇ ରୂପା ନା ନାଇଁ। ଠିକ କଥା କହିଲେ। ବହୁମତମାନ ଖଣ୍ଡନ ହୋଇବ ଖଣ୍ଡଗିରି ପରୀକ୍ଷାରେ, ଯେତେବେଳେ ଖଣ୍ଡଗିରି ପରୀକ୍ଷା ହବ ଅନେକ ମତ ସବୁ କଣ ହବ, ଖଣ୍ଡନ ହେଇଯିବ, କଟିଯିବ। 7 ପଦ ଯାର ହୃଦୟରେ ଥିବ କୂଳକୁ ବିହନ ବାରେ। ଯାହା ହୃଦୟରେ 7ଟି ପଦ ଥିବ ସିଏ କୂଳକୁ ବିହନ ହେଇକି ରହିବ। ଏଇ କଥା ଉପରେ ଠାକୁର ଅଭିନ୍ନ ସୁନ୍ଦର ମଧ୍ୟ କଣ କଲେ, କହୁଛନ୍ତି। ଏହି 7 ପଦ ଅମୂଲ୍ୟ ସମ୍ପଦ ଖଣ୍ଡଗିରି ପରୀକ୍ଷାରେ, ସିଦ୍ଧ ସାଧୁ ମାନେ ସଭା ଆରମ୍ଭିବେ ଦେଖିବ ବେନି ନେତ୍ରରେ। ସେଇ 7 ପଦ ଉପରେ କହିଲେ ସିଦ୍ଧ ସାଧୁ ମାନେ ଭକ୍ତମାନେ ଯେତେବେଳେ ମେଳି ବାନ୍ଧୁଥିବେ ବା ସଭା ଆରମ୍ଭିବେ, ତୁମେ ମାନେ ଯଦି 7 ପଦ ତମ ନୀତି ନିୟମ ଠିକ ଥିବ ତାହେଲେ ତୁମେ ପ୍ରଭୁଙ୍କୁ ପାଇବ। 7 ପଦ କଣ କହିଲେ, ଆଚାର ବିଚାର ଚାଲି ଚଳନ ବ୍ୟବହାର ସଂସ୍କାର ଏବଂ ଏକାକ୍ଷର ଭାବ। କାରଣ କର୍ମକୁ କରି ଆଗୁସାର, ପଣ୍ଡିତ ଜନକ ବିଚାର। କର୍ମକୁ ଆଗ ଯିଏ କରିଥିବ, କର୍ମ କରିଲେ ଧର୍ମ ଆସଇ ନ ଜାଣତି ଜନେ କେହି, ଠାକୁର ପୂଜିଲେ ବିଅର୍ଥରେ ଯିବ ହେଜି ନ ପାରିବେ କେହି। ଯଦି କର୍ମ ନଥିବ ତମେ ଠାକୁର ପୂଜିଲେ ସେ ବିଅର୍ଥରେ ଯିବ। କର୍ମ କଲେ ଧର୍ମ ଆସେ। କହିବା ବୋଲିବା ଜ୍ଞାନେ ଜନୁଆଇଁ ଆଖି ତରଟିବା ଧ୍ୟାନ, ଇଏ ମୁଖ ବାଚାଳିଆ ଭାଷଣ ଧୋଇଲେ ଶେଷକୁ ହୁଅନ୍ତି ଅଜ୍ଞାନ। ହାଟରେ ଘାଟରେ ଯଦି ତମେ ମୁଖ ବାଚାଳିଆ ପରି ଜ୍ଞାନ ବଖାଣ କରିବ, ତମେ ଲାଷ୍ଟକୁ ଅଜ୍ଞାନରେ ଗଣା ହେଇଯିବ। ବୁଝି ହଉଛି ନା? ଆଖି ତରାଟି ତମେ ଯୋଗ କରୁଥିବ, ଧ୍ୟାନ କରୁଥିବ, ଆଖି ମିଚି ମିଚି କରୁଥିବ, ପଦାରେ ତମର ଲକ୍ଷ୍ୟ ଥିବ, ସେ ଧ୍ୟାନର କିଛି ମହତ୍ଵ ନାହିଁ। ଏଇ ଯୋଉ 7 ପଦ କଥା କହିଲେ କଣ, ଆଚାର ବିଚାର ଚାଲି ଚଳନ ବ୍ୟବହାର ସଂସ୍କାର ଏବଂ ଏକାକ୍ଷର ଭାବ, ଯାହା ହୃଦୟରେ ଥିବ ସେହି ପ୍ରକୃତରେ ଭକ୍ତ, ତାଙ୍କ ପଦକୁ କଣ କୋଟି କୋଟି ଶରଣ। ଏକାକ୍ଷର ଭାବ ଉପରେ କଣ କହିଲେ, ଭାବ କର୍ମ କଥା କହୁନାହାନ୍ତି,
କି ଏକାକ୍ଷର ମନ୍ତ୍ର କଥା କହିଲେନି, ଯାହାକୁ ଜଗନ୍ନାଥ ଦାସ ଭାଗବତରେ କହିଲେ ତୁ ଯେବେ ଏକ ଭାବେ ଭାବୁ ଭବ ସଂସାରୁ ତରି ଯିବୁ। ବୁଝିପାରିଲେ ନା ବୁଝିପାରିଲେନି? ଜୟ ଜଗନ୍ନାଥ। ସେ ପ୍ରଭୁଙ୍କ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ ଏକ ବାର ହରି ବୋଲ।